ମରିଛନ୍ତି ଯୀଶୁ ଆମ ପାଇଁ, ମରିଛନ୍ତି ଯୀଶୁ ଆମ ପାଇଁ। କାଲବାରି କ୍ରୁଶରେ ରକ୍ତ ଦେଇ ମୋର ପାଇଁ ଆଉ ତୁମରି ପାଇଁ, ମୋର ପାଇଁ ଆଉ ତୁମରି ପାଇଁ। প্রিয় শ্রোতা বন্ধু, প্রভু শ্রীখ্ରୀষ্টଙ୍କ ଗୌରବମୟ ନାମରେ ଆପଣଙ୍କୁ ଶୁଭେଚ୍ଛା। ମାର୍କଲିତ ସୁସମାଚାର 15 ଅଧ୍ୟାୟର 37 ପଦରେ ଲେଖା ଅଛି, କିନ୍ତୁ ଯୀଶୁ ଉଚ୍ଚସ୍ୱର କରି ପ୍ରାଣ ତ୍ୟାଗ କଲେ। ପ୍ରାଣ ତ୍ୟାଗ କରିବା ପୂର୍ବରୁ ପ୍ରଭୁ ଯୀଶୁ କହିଥିଲେ, ସମାପ୍ତ ହେଲା। ଗତ ଭାଗରେ ଆମେ ଦେଖିଥିଲୁ ଯେ ପ୍ରଭୁ କହିଲେ, ମୁଁ ବ୍ୟବସ୍ଥା କି ଭାବବାଦୀମାନଙ୍କ ଧର୍ମଶାସ୍ତ୍ର ଲୋପ କରିବାକୁ ଆସିଅଛି ଏପରି ଭାବ ନାହିଁ। ଲୋପ କରିବାକୁ ଆସିନାହିଁ, ବରଂ ସଫଳ କରିବାକୁ ଆସିଅଛି। ଆମେ ଦେଖିଥିଲୁ ଯେ ସେ ବ୍ୟବସ୍ଥା କିପରି ସଫଳ କଲେ। ସେ ଆପଣା ଜନ୍ମରୁ ଆରମ୍ଭ କରି ମୃତ୍ୟୁ ଓ ପୁନରୁତ୍ଥାନ ପର୍ଯ୍ୟନ୍ତ ଭବିଷ୍ୟତ ବକ୍ତାମାନଙ୍କ ଦ୍ୱାରା କଥିତ ସମସ୍ତ ଭବିଷ୍ୟତବାଣୀ ସଫଳ କଲେ। ଯିଶାୟଙ୍କ ଭବିଷ୍ୟତବାଣୀ ଅନୁସାରେ ସେ କୁମାରୀ ମରିୟମଙ୍କ ଗର୍ଭରୁ ଆଶ୍ଚର୍ଯ୍ୟ ପ୍ରକାରେ ଜନ୍ମ ଗ୍ରହଣ କଲେ। ତାଙ୍କୁ ଇମାନୁଏଲ ଅର୍ଥାତ୍ ଆମ୍ଭମାନଙ୍କ ସହିତ ଈଶ୍ୱର କୁହାଗଲା। ମିଖାଙ୍କ ଭବିଷ୍ୟତବାଣୀ ଅନୁସାରେ ଖ୍ରୀଷ୍ଟଙ୍କ ଜନ୍ମ ବେଥଲିହିମରେ ହୋଇଥିଲା। ଜିଖରିଙ୍କ ଭବିଷ୍ୟତବାଣୀ ଅନୁସାରେ ସେ ଗର୍ଦ୍ଦଭ ଶାବକ ଉପରେ ଆରୋହଣ କରି ଜେରୁସାଲାମକୁ ବିଜୟ ଯାତ୍ରା କଲେ। ଗୀତ 22 ଓ ଯିଶାୟ 53ରେ ବର୍ଣ୍ଣିତ ସମସ୍ତ ଘଟଣା ଓ ଭବିଷ୍ୟତବାଣୀକୁ ସେ ସଫଳ କଲେ। ଜହନ ଲେଖନ୍ତି, ଏହାପରେ ଯୀଶୁ ଧର୍ମଶାସ୍ତ୍ରର ବାକ୍ୟ ଯେପରି ସଫଳ ହୁଏ, ଏଥିନିମନ୍ତେ ସମସ୍ତ ବିଷୟ ଏବେ ସମାପ୍ତ ହୋଇଅଛି ବୋଲି ଜାଣି କହିଲେ, ମୋତେ ତୃଷା ଲାଗୁଅଛି। ତାହାଙ୍କ ସମ୍ବନ୍ଧୀୟ ସମସ୍ତ ଭବିଷ୍ୟତବାଣୀ ପ୍ରାୟତଃ ସମାପ୍ତ ହୋଇଥିଲା। ଗୀତ 69ର 21 ପଦରେ ଥିବା ଭବିଷ୍ୟତବାଣୀ ଯେପରି ସଫଳ ହେବ, ସେଥିପାଇଁ ସେ ଜଳ ମାଗିଲେ। ମାତ୍ର ସେମାନେ ଜଳ ନ ଦେଇ ଅମ୍ଳରସ ଦେଲେ, ଯାହା ଥିଲା ଅତ୍ୟନ୍ତ ଦୁଷ୍ଟ କର୍ମ। ତଥାପି ତାହାଙ୍କ ପ୍ରତି ଅତ୍ୟାଚାରର ଏହି ଶେଷ ପର୍ଯ୍ୟାୟ ମଧ୍ୟ ଶେଷ ହେଲା। ଯଦି ଧ୍ୟାନପୂର୍ବକ ଦେଖୁ, ତେବେ ତାହାଙ୍କୁ ଦିଆଯାଇଥିବା ସେହି ତିକ୍ତ ରସକୁ ସେ ଗ୍ରହଣ କଲେ। ଏହା ସହିତ ତାହାଙ୍କର ସମ୍ବନ୍ଧିତ ସମସ୍ତ ଭବିଷ୍ୟତବାଣୀଗୁଡ଼ିକ ସଫଳ ହେଲା। ପ୍ରଭୁ ଶ୍ରୀଖ୍ରୀଷ୍ଟ ଜଗତକୁ ଆସିବା ସମସ୍ତ ଭାବବାଣୀ ସଫଳ କଲେ। ତେବେ ଧର୍ମଶାସ୍ତ୍ରରେ ଦତ୍ତ ଭବିଷ୍ୟତବାଣୀର ସଫଳୀକରଣ ଆହୁରି ଆଗକୁ ଏହା ଦର୍ଶାଏ ଯେ ସେ ଈଶ୍ୱରଙ୍କର ପୁତ୍ର ଅଟନ୍ତି ତଥା ତାହାଙ୍କୁ ସମର୍ପିତ ସମସ୍ତ କାର୍ଯ୍ୟ ସେ ନିଷ୍ଠାର ସହିତ ପୂର୍ଣ୍ଣ କଲେ। ଯିଏ ଆମର ପରିତ୍ରାଣ ନିମନ୍ତେ ଅନ୍ତିମ ମୁହୂର୍ତ୍ତ ପର୍ଯ୍ୟନ୍ତ ପୂର୍ଣ୍ଣ ରୂପେ ଆପଣାକୁ ସମର୍ପଣ କଲେ। ସେହି ପ୍ରଭୁ ଶ୍ରୀଖ୍ରୀଷ୍ଟଙ୍କଠାରେ ତାହାଙ୍କ ମୃତ୍ୟୁ ପୁନରୁତ୍ଥାନରେ ବିଶ୍ୱାସ କରି ଅନନ୍ତ ଜୀବନ ପାଇବାକୁ ଈଶ୍ୱର ଆପଣଙ୍କୁ ସାହାଯ୍ୟ କରନ୍ତୁ। ଧନ୍ୟବାଦ।